नमस्कार मु लिटिल मानस आज मुख्य समाचार। ओडिशार समृद्ध कला संस्कृति और पारंपरिक ऐतिह्य को विश्व दरबार में पहुंचवा लक्ष्य राज्य सरकार भाषा साहित्य और संस्कृति विभाग पक्षर ओडिया पक्ष 2026 अवसर में पिपिली रे एक बृहत लोककला उत्सव अनुष्ठित हो जाइछि। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନେ ସେମାନଙ୍କର ଅପୂର୍ବ କଳା ନୈପୁଣ୍ୟ ପ୍ରଦର୍ଶନ କରି ପିପିଲି ସହରକୁ ଏକ ସାଂସ୍କୃତିକ ରଙ୍ଗମଞ୍ଚରେ ପରିଣତ କରିଥିଲେ। ସାଂସଦୀୟ ଦଳର ନେତା ପଦରୁ ସସ୍ମିତା ପାତ୍ର ଇସ୍ତଫା ଦେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ଦାୟିତ୍ୱ କାହାକୁ ଦେବେ ସେ ନେଇ ବିଚାର ବିମର୍ଶ ଲାଗି ରହିଛି। ଏହା ଭିତରେ ବିଜେଡିର ନୂଆ ରାଜ୍ୟସଭା ସାଂସଦ ସଂପୃକ୍ତ ମିଶ୍ରଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାଂସଦ ସଂପୃକ୍ତ। ସେ କହିଛନ୍ତି ଯେ ସଭାପତି ନବୀନ ପଟ୍ଟନାୟକ ରାଜନୈତିକ ବ୍ୟାପାର କମିଟି ଓ ଅନ୍ୟ ନେତାମାନେ ସାଂସଦମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ଭୁବନେଶ୍ୱର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଅନ୍ତିମ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାର ପୁନର୍ବାର ସମୟସୀମା ବୃଦ୍ଧି କରିଛନ୍ତି। ଏହି ସମୟସୀମାକୁ ଆଉ 9 ମାସ ପର୍ଯ୍ୟନ୍ତ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଟ୍ରିବ୍ୟୁନାଲ କାର୍ଯ୍ୟକାଳ 2027 ମସିହା ଜାନୁଆରୀ 13 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ବା ଏପ୍ରିଲ 10 ଜାରି ହୋଇଥିବା ଗଜେଟ୍ ଅଧିସୂଚନାରେ ଏହା ଦର୍ଶାଯାଇଛି। ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଟ୍ରିବ୍ୟୁନାଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ମିଠା ଦୋକାନ ବନ୍ଦ କରିବାକୁ ଯାଉଥିଲେ ସେଦିନ କିଛି ଛେନା ବଳି ପଡ଼ିଥିଲା। ସେଥିରେ କିଛି ଚିନି ମିଶାଇ ଧିମା କୋଇଲା ଆଞ୍ଚରେ ରଖିଦେଇଥିଲେ। ସକାଳୁ ଦେଖିଲା ବେଳକୁ ଏହା ଏକ ସୁନ୍ଦର ମିଷ୍ଟାନ୍ନର ରୂପ ନେଇଥିଲା। କାରିଗରଙ୍କ ଏହି ନୂଆ ମିଠା ଛେନାପୋଡ଼ ପ୍ରସ୍ତୁତ ଥିଲା ନିଆରା, ସ୍ୱତନ୍ତ୍ର ସ୍ୱାଦିଷ୍ଟ ଓ ମନଲୋଭା। ଓଡ଼ିଆଙ୍କ ମିଠାନ୍ନ ପ୍ରତି ଲୋଭ ପାଇବା କ୍ଷେତ୍ରରେ ଏହା ଆଣିଦେଇଥିଲା ବଡ଼ ପରିବର୍ତ୍ତନ। ମିଠା କାରିଗର ସୁଦର୍ଶନ ସାହୁଙ୍କ ଏହି ଅବଦାନକୁ ଅବସ୍ମରଣୀୟ କରିବା ପାଇଁ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଜଗତର ନାଥ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ପ୍ରତି ଓଡ଼ିଆଙ୍କ ପ୍ରାଣ ଛେନାପୋଡ଼। ଏହା କେବଳ ଓଡ଼ିଶା ନୁହେଁ, ଦେଶ ଓ ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନବମ ଶ୍ରେଣୀ ଆଡମିସନ ପାଇଁ ସ୍କୁଲ ଆଗରୁ ରାତିରୁ ଅଭିଭାବକଙ୍କ ଲମ୍ବା ଲାଇନ୍। ପିଲାଙ୍କ ଆଡମିସନ ପାଇଁ ସ୍କୁଲ ଆଗରେ 2 ଦିନ ଧରି ଏଭଳି ରାତିରୁ ଲାଇନ୍ ଲଗାଇଥିବା ସତ୍ତ୍ୱେ ବିଦ୍ୟାଳୟରେ ଆଡମିସନ ହୋଇପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଆଡ୍ଡା ହାଇସ୍କୁଲ ଆଗରେ ଗତ 2 ଦିନ ହେବ ରାତିରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଏବେ ନବମ ଶ୍ରେଣୀର ଆଡମିସନ ପ୍ରକ୍ରିୟା ଜାରି ହୋଇଥିବାରୁ ଅନ୍ୟ ସ୍କୁଲରୁ ଟିସି ଆଣି ଏହି ସ୍କୁଲରେ ଆଡମିସନ କରାଇବାକୁ ଅନେକ ଅଭିଭାବକ ଆଗ୍ରହ ପ୍ରକାଶ କରିଥିଲେ ସୁଦ୍ଧା ଏବେ ସମସ୍ୟା ଦେଖାଦେଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରତିଦିନ 25ରୁ 40 ଜଣଙ୍କୁ ଆଡମିସନ କରାଯାଉଥିବା ବେଳେ ଅନ୍ୟ ଅଭିଭାବକମାନେ ନିରାଶ ହୋଇ ଫେରୁଛନ୍ତି। ଓଡ଼ିଶାରେ ରହି ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଭୁବନେଶ୍ୱରରୁ ଗିରଫ ହେଲେ ଜଣେ ଯୁବକ। କଟରପନ୍ଥୀ ଗୋଷ୍ଠୀ ସହ ଜଡ଼ିତ ରହି ଦେଶରେ ହିଂସା ସୃଷ୍ଟି ପାଇଁ ଉସ୍କାଉଥିଲେ। ତଦନ୍ତ ସମୟରେ ଏହା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଗିରଫ କରିଛି। ଉକ୍ତ ଯୁବକ ଜଣକ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ ଗଙ୍ଗନଗର ୟୁନିଟ୍ 6ର 22 ବର୍ଷୀୟ ଶେଖ ଇମ୍ରାନ। ମଣିଷକୁ ବଞ୍ଚିବା ପାଇଁ 2ଟି ଉପାଦାନ ଜୈବ ବିବିଧତା ଓ ପ୍ରକୃତି ଆବଶ୍ୟକ। ଏହି 2ଟି ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିନା ଆମ ଜୀବନ ନିର୍ଜୀବ ସଦୃଶ୍ୟ। ଆମ ଶିଳ୍ପ ସଂସ୍କୃତିର ପାର୍ଶ୍ୱରେ ରହୁଥିବା ସାମ୍ପ୍ରଦାୟିକ ଅପେକ୍ଷା ପ୍ରକୃତି ଓ ଜୈବ ବିବିଧତାର ମୂଲ୍ୟ କେହି ଭଲ ଭାବରେ ବୁଝିପାରିବେ ନାହିଁ। ଜୈସଲମେର ଜିଲ୍ଲାର ଓଟପାଳକ ଏବଂ ମରୁଭୂମି ବାସିନ୍ଦାଙ୍କ ଏକ ଦଳ ଓରାନ ବା ପବିତ୍ର ଉପବନ, ଗୋ ଚାରା ଓ ପାରମ୍ପରିକ ଚାରା ଭୂମି ପାଇଁ ସରକାରଙ୍କ ଠାରୁ ଅଧିକାର ଦାବି କରିବାକୁ ଏବେ ଜୟପୁର ମୁହାଁ ହୋଇଛନ୍ତି। ସୁନା ଦର କମିବାର ଗୋଟିଏ ଦିନ ପରେ ଆଜି ଦେଶରେ ସାମାନ୍ୟ ବୃଦ୍ଧି ପାଇଛି। ଇରାନ ଆମେରିକା ଯୁଦ୍ଧ ଏବଂ ଅସ୍ଥିର ଯୁଦ୍ଧ ବିରତି ତଥା ଅନ୍ୟାନ୍ୟ କାରଣ ଯୋଗୁଁ ସୁନା ଦରରେ ଏପରି ସାମାନ୍ୟ ବୃଦ୍ଧି ପାଉଥିବା କୁହାଯାଇଛି। ଶେଷ ବ୍ୟବସାୟିକ ଅଧିବେଶନ ଅନୁଯାୟୀ ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ପ୍ରତି 10 ଗ୍ରାମ ପିଛା 1,53,980 ଟଙ୍କା ରହିଛି। ଆଜି ସୁନା ଦରର ସାମାନ୍ୟ ବୃଦ୍ଧି ପାଇଛି, ଅର୍ଥାତ୍ 10 ଟଙ୍କା ବଢ଼ିଛି। ସେହିପରି
22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 1,41,148 ଟଙ୍କା 33 ପଇସା ରହିଛି ବୋଲି 22 କ୍ୟାରେଟ୍ ସୁନା ଦରର ମାତ୍ର 9.17 ଟଙ୍କା ବୃଦ୍ଧି ହୋଇଛି। ଲାତେହାର ଜଙ୍ଗଲ ଶୋଷଣର ମାମଲା ପ୍ରାୟତଃ ସାମ୍ନାକୁ ଆସୁଛି। ତଥାପି ଲାତେହାର ଜିଲ୍ଲାର ବୈଷ୍ଣମାରା ଗ୍ରାମ ହେଉଛି ଏପରି ଏକ ଗ୍ରାମ ଯେଉଁଠାରେ ଗ୍ରାମବାସୀ ପ୍ରକୃତରେ ଜଙ୍ଗଲ ରକ୍ଷକ। 100% ଖେରୱାର ଏହି ଗ୍ରାମର ବାସିନ୍ଦାମାନେ କେବଳ ନିଜ ଜଙ୍ଗଲକୁ ସୁରକ୍ଷା ଦିଅନ୍ତି ନାହିଁ ବରଂ ନିଆଁ ଲଗାଇଥିବା ଲୋକଙ୍କୁ ସାଧାରଣରେ ଦଣ୍ଡ ମଧ୍ୟ ଦିଅନ୍ତି। ବନ ବିଭାଗର ଅଧିକାରୀମାନେ ମଧ୍ୟ ଗ୍ରାମବାସୀଙ୍କ କାର୍ଯ୍ୟକୁ ପ୍ରଶଂସା କରନ୍ତି। ବାଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଏକ ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବାକୁ ଅନୁମୋଦନ କରାଯାଇଛି। ଏହି ସେମି ହାଇସ୍ପିଡ୍ ଟ୍ରେନ୍ ବ୍ୟସ୍ତବହୁଳ ରୁଟ୍ରେ ରାତ୍ରିକାଳୀନ ଯାତ୍ରାକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି। ଏହା ସହିତ ଯାତ୍ରୀଙ୍କ ଆରାମ ଓ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ମଧ୍ୟ ବୃଦ୍ଧି କରିବା ଦକ୍ଷିଣ ପଶ୍ଚିମ ରେଳ ଜୋନ୍ ଦ୍ୱାରା ଏହି ସେବା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଭାରତୀୟ ରେଳବାଇ ଦ୍ୱାରା ସାରା ଦେଶରେ ପ୍ରିମିୟମ ଦୀର୍ଘ ଦୂରତା ଯାତ୍ରା ବିକଳ୍ପଗୁଡ଼ିକ ବିସ୍ତାର କରିବା ପାଇଁ ଏକ ବୃହତ୍ ପ୍ରୟାସର ଅଂଶ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବର୍ତ୍ତମାନ ନିର୍ଦ୍ଦେଶାଳୟ ବା ଇଡି ଶନିବାର ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ନୂତନ ଚଢ଼ାଉ କରିଛି। ଅଧିକାରୀଙ୍କ ଅନୁଯାୟୀ ଯେଉଁ ସ୍ଥାନଗୁଡ଼ିକରେ ତଲାସ କରାଯାଉଥିଲା ସେଥିରେ ଦକ୍ଷିଣ କୋଲକାତାର ନକଲାତାରେ ଚାଟାର୍ଜୀଙ୍କ ବାସଭବନ ଏବଂ ମାମଲାରେ ଜେଲ୍ ଯାଇଥିବା ମଧ୍ୟସ୍ଥି ପ୍ରସନ୍ନ କୁମାର ରାୟଙ୍କୁ ନ୍ୟୁ ଟାଉନ୍ ଘର ଅନ୍ତର୍ଭୁକ୍ତ ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ଚାଟାର୍ଜୀ 2011ର ଦଳ କ୍ଷମତାକୁ ଆସିବା ପୂର୍ବରୁ ଦଳର ସାଧାରଣ ସମ୍ପାଦକ ଏବଂ ପ୍ରମୁଖ ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ଗୁଗଲ ଶୁକ୍ରବାର ଦିନ ଭାରତରେ ଏହାର ସର୍ଚ୍ଚ ଏଆଇ ମୋଡ୍ରେ ନୂଆ ଏଜେଣ୍ଟିକ୍ କ୍ଷମତା ଲଞ୍ଚ କରିବା ନେଇ ଘୋଷଣା କରିଛି। ବ୍ୟବହାରକାରୀମାନେ ଏବେ ଗୁଗଲ ସର୍ଚ୍ଚରୁ ସିଧାସଳଖ ରେସ୍ତୋରାଁ ଖୋଜି ଟେବୁଲ ବୁକିଂ କରିପାରିବେ। କମ୍ପାନୀ କହିଛି ଯେ ଏହି ଅପଡେଟ୍ ବାସ୍ତବ ଜୀବନର କାର୍ଯ୍ୟଗୁଡ଼ିକୁ ସରଳ କରିବା ପାଇଁ ଡିଜାଇନ୍ କରାଯାଇଛି। ଏକାଧିକ ଆପ୍ ଏବଂ ୱେବସାଇଟ୍ ନେଭିଗେଟ୍ କରିବା ପରିବର୍ତ୍ତେ ଲୋକମାନେ ଗୋଟିଏ ସ୍ଥାନରେ କାର୍ଯ୍ୟ ସମାପ୍ତ କରିପାରିବେ। ପରିବାରର ମୂଲ୍ୟବୋଧ ମୁରବୀର ମହତ୍ତ୍ୱ ଓ ଆମ ସଂସ୍କୃତି ପରମ୍ପରା ଇତିହାସକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ ମୁରବୀ। ଶୁକ୍ରବାର ଏହାର ସ୍ପେଶାଲ ସ୍କ୍ରିନିଂ ଶ୍ରୁତି ହଲ୍ରେ ହୋଇଥିବା ବେଳେ ଚଳଚ୍ଚିତ୍ରରେ ଥିବା ବାପ ଝିଅଙ୍କ ଆବେଗର ନିଚ୍ଛକ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ଭାବବିହ୍ୱଳ କରିଦେଇଛି। ଏଥିରେ କଣ୍ଟେଣ୍ଟ ହିରୋ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା। ଏହା ଚଳଚ୍ଚିତ୍ର ନୁହେଁ, ଆମ ସମସ୍ତଙ୍କ ଜୀବନର କାହାଣୀ ବୋଲି କହିଛନ୍ତି ଦର୍ଶକ। ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ଗୁରୁବାର ଦିନ T20 କ୍ରିକେଟରେ ଦ୍ରୁତତମ 12,000 ରନ୍ ମାଇଲ ଖୁଣ୍ଟ ଛୁଇଁବାରେ ସଫଳ ହୋଇଛନ୍ତି। 31 ବର୍ଷୀୟ ଏହି ଖେଳାଳି ପାକିସ୍ତାନ ସୁପର ଲିଗ୍ ବା PSL 2026ର ପେଶାୱାର ଜାଲିମ ଏବଂ କରାଚି କିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଏହି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ବାବର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଅପରାଜିତା 87 ରନ୍ ସଂଗ୍ରହ କରିଥିଲେ ଏବଂ 3 ନମ୍ବର ବ୍ୟାଟର କୁଶଲ ମେଣ୍ଡିସଙ୍କ ସହିତ ମିଶି 191 ରନ୍ର ଏକ ବଡ଼ ପାର୍ଟନରସିପ୍ କରିଥିଲା। ଏହି ଦୁଇ ଜଣଙ୍କ ପ୍ରୟାସରେ ଦଳ ବାବର ଆଜମଙ୍କ ଦଳ ପେଶାୱାର ଜାଲିମ ନିର୍ଦ୍ଧାରିତ 20 ଓଭରର 3 ୱିକେଟ୍ ହରାଇ 246 ରନ୍ର ଏକ ବିଶାଳ ସ୍କୋର କରିପାରିଥିଲା। ଅଣସ୍ତରୀତମ ଜାତୀୟ ବିଦ୍ୟାଳୟ ସମୂହ ଗର୍ବି ଚାମ୍ପିୟନସିପ୍ରେ ଓଡ଼ିଆ ପ୍ରତିଯୋଗୀ କମାଲ ଦେଖାଇଛନ୍ତି। 2025-26ର 14 ବର୍ଷରୁ କମ୍ ବର୍ଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ଚାମ୍ପିୟନ ହୋଇଛନ୍ତି। 14 ବର୍ଷରୁ କମ୍ ଉଭୟ ବର୍ଗର ବିହାର ରନର୍ସ ଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନ ଅଧିକାର କରିଛି।